ଠିକ ଅଛି ଅନଲାଇନ ରେ ଜଡିତ ଥିବା ଭାଇ କିମ୍ବା ଭଉଣୀ ମାନଙ୍କ ମଧ୍ୟରୁ ଯେତେ ହେଲେ ବି ଜଣେ ବାକ୍ୟ ପଢିବାରେ ସାହାଯ୍ୟ କରନ୍ତୁ। ପଢୁଛି ଯୋଗ ଅସାରତା ଓ ମିଥ୍ୟା କଥା ମୋ ଠାରୁ ଦୂର କର। ମତେ ଦରିଦ୍ରତା କି ଧନ ଦିଅ ନାହିଁ। ମୋ ପରୀର ଭାଗ ଦେଇ ମତେ ପ୍ରତିପୋଷଣ କର। ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ଆମେ ପ୍ରତିଦିନ ବାକ୍ୟ ଶୁଣୁଅଛୁ ଏବଂ ପ୍ରତିଦିନ ଆମେ ବାକ୍ୟ ପଢୁଅଛୁ ବା ଅଧ୍ୟୟନ କରୁଛୁ। ଆଉ ଆଜି ଯେତେବେଳେ ଆମେ ଏଇ ବାକ୍ୟ ଶୁଣୁ ବ୍ୟକ୍ତି ବିଶେଷଙ୍କ କଥା ଆଉ ଅସାରତା ଓ ମିଥ୍ୟା କଥା ମୋ ଠାରୁ ଦୂର କର। ଅସାରତା ଆଉ ମିଥ୍ୟା କଥା ମୋ ଠାରୁ କଣ କର? ଦୂର କର। ଆଉ ମତେ ଦରିଦ୍ରତା କି ଧନ ଦିଅ ନାହିଁ। ମୋ ପରୀର ଭାଗ ଦେଇ ମତେ ପ୍ରତିପୋଷଣ କର। ପ୍ରଭୁଙ୍କଠାରେ ଏହା ସେ ନିବେଦନ କର। ଉପର ଲେଖାଯାଇଛି 33 ଅଧ୍ୟାୟ ଉପର ଭାଗରେ ଆଗର କଥା ବୋଲି ଲେଖାଯାଇଛି। ସେ ବ୍ୟକ୍ତି ଆଉ ଆମେ ବାଇବେଲରେ ଦେଖୁ ଅବ୍ରାହମ ଆଉ ସଲମନ ଆଉ ଆୟୁବ ବହୁତ ଧନୀ। ଅବ୍ରାହମ ଆଉ ଆୟୁବଙ୍କ ଜୀବନ ଆମେ ଦେଖୁ ବହୁତ ଧନୀ ଥିଲେ। କିନ୍ତୁ ଏଠି ଆମେ ଆଜିର ବାକ୍ୟରେ ଦେଖୁଛୁ ଏଇ ଧନୀ ଧନ ସମ୍ପତ୍ତି ବିଷୟରେ ସେ କହୁନାହାନ୍ତି, କିନ୍ତୁ ଅସାରତା ଯୋଉଟା କି କିଛି ମୂଲ୍ୟ ନାହିଁ। ହିନ୍ଦୀରେ ଟିକେ ବଢିଆ ଲେଖା ହେଇଛି, ପଢିଲେ ହିନ୍ଦୀ ଭଲ ଅଛି। ଓଡ଼ିଆରେ ବି ମାନେ କିଛି ସେଟାର ଅର୍ଥ ନାହିଁ, ବ୍ୟର୍ଥ। ଆଉ ଜୁଟି ବାତ କହିଲେ ଯୋଉଟା ମିଥ୍ୟା କଥା, କିଛି ହିଁ ଅର୍ଥ ହିଁ ନଥିବ। ସେଇ କଥା ଗୁଡାକ ଏମିତି କଥା କୁହନ୍ତି ଆଉ ମିଥ୍ୟା କଥା ଏଇ ସବୁ ମୋ ଠାରୁ ଦୂର କର ବୋଲି ସେ ବ୍ୟକ୍ତି କହନ୍ତି। ନିଜେ ନା ନିଦାନ କର। ମତେ ଦରିଦ୍ରତା କିମ୍ବା ଧନ ଦିଅ ନାହିଁ ବୋଲି କହୁଛି ହେଲା। ଦରିଦ୍ରତା କହିଲେ ଗରିବ, ପୁରା ଭିକାରୀ ପରି। ଆଉ ସେଇପରି ମତେ କର ନାହିଁ, ଆଉ ଧନ ମଧ୍ୟ ମତେ ଦିଅ ନାହିଁ। ମୁଁ ସେଟା ପଢି ସାରିଲୁ ପଢିବି ନା ଧନୀ ବନାଅ ମାନେ ମତେ ନା ଧନୀ କରିବ। ପ୍ରତିଦିନ की रोटी मुझे खिलाया कर ମାନେ ପ୍ରତିଦିନର ଆହାର ମତେ ବା ଖାଇବାର ମୋର ଯୋଗାଇ ଦିଏ। ଏତିକି ସେ ନିବେଦନ କରୁଛନ୍ତି। ଆଉ ଏଠାରେ ଓଡ଼ିଆରେ ଲେଖା ଅଛି ପରୀର ଭାଗ, ମୋ ପରୀର ଭାଗ ଦେଇ ମତେ ପ୍ରତିପୋଷଣ କର। ପ୍ରତିପୋଷଣ କହିଲେ ମତେ ଏଇ ସବୁ ଆହାର ଦେଇକି ମୋର ପରିବାର ବା ମୋ ଜୀବନରେ ତୁମେ ମତେ ପ୍ରତିପୋଷଣ କର ବା ମତେ
ଏଇ ସବୁ କାହିଁକି ମୁଁ ଏମିତି ବଞ୍ଚିଛି, ଏଇ ବିଷୟକୁ ସେ କହନ୍ତି। ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ ଦେଖୁଛୁ 9 ପଦରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ଆମେ ସେଟାକୁ ଯିବା। ଆଉ ମାତ୍ୟୁ ତାର 6 ଓ 11 ପଦ ଟିକେ ପଢି ଯାଆନ୍ତୁ। 6:11 ମାଥ୍ୟୁ। ମାଥ୍ୟୁ 6:11। ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ଆଜି ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ, ମାନେ ଆଜି ଯୋଉଟା ଦରକାର ଆମମାନଙ୍କର ଦୈନିକ ଆହାର ଯୋଗାଇ ଦିଅ ବା ଦିଅ। ତ ଏଇ ଆହାର ବା ଖାଦ୍ୟ ଆମମାନଙ୍କୁ ଦିଆଯାଉ ଏପରି କୁହାଯାଇଛି। ଆଉ ପ୍ରିୟର ଭାଇ ଭଉଣୀ ମାନେ, ଶରୀରର ଖାଦ୍ୟ ଦରକାର ପଡେ, ଶରୀର ପାଇଁ ଖାଦ୍ୟପେୟ ଦରକାର। ହୋମ ଲାଗିছে କେନା ଦରକାର, ଜମିଆ ନୁହେଁ। ଆଉ ଧନ କିମ୍ବା ଧନୀବାନ କିମ୍ବା ଦରିଦ୍ର ମତେ କର ନାହିଁ, ଆଉ ମତେ ପ୍ରତିଦିନର ଆହାର ବା ପ୍ରତିଦିନର ରୋଟି ମତେ ମିଳୁ, ସେଇଟା ଦେଇକି ମତେ ପ୍ରତିପୋଷଣ କର ବୋଲି କହୁଛନ୍ତି। କଣ ପାଇଁ ସେଟା ଆମେ 9 ପଦରେ ଦେଖିବା। 9 ପଦ ପଢନ୍ତୁ, ସେଇ ହିତୋପଦେଶ 30। ନହେଲେ ମୁଁ ପରିତ୍ୟକ୍ତ ହୋଇ ତୁମ୍ଭକୁ ଅସ୍ୱୀକାର କରି କହିବି, ସଦାପ୍ରଭୁ କିଏ? କିମ୍ବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ୱରଙ୍କର ନାମ ମିଥ୍ୟାରେ ନେବି। ନହେଲେ ମୁଁ ପରିତୃପ୍ତ ହୋଇ, ଯଦି ମୋର ଅତ୍ୟଧିକ ଧନ ସମ୍ପତ୍ତି ହେବ, ଅତ୍ୟଧିକ ମୋର ଭଣ୍ଡାରରେ ଖାଇବାର ପୁରା ଭରପୁର ଥିବ, ହୁଏତ ମୁଁ କଣ କରିବି, ତୁମକୁ ଅସ୍ୱୀକାର କରିବି ହେଲା, କରି କହିବି ସଦାପ୍ରଭୁ କିଏ? ସଦାପ୍ରଭୁ ତା ପାଇଁ କିଏ ପ୍ରଭୁ ହେଇଯାଏ? ଧନ ହେଲା। ଆଜିକାର ଡେଟରେ, ଆଜିକାର ସମୟ ଦିନରେ ଆମେ ଦେଖିବା ଧନ ବା ଟଙ୍କା ପଇସା ଏଇଟା ଗୋଟେ ଗୋଟେ ଈଶ୍ୱର ହେଇଯାଇଛି। ଆଉ ଈଶ୍ୱରକୁ ଭୁଲି ଯାଇଛନ୍ତି। ଆମେ ଦେଖୁ ସୁପର ପାୱାର ଆମେରିକା। କଣ ପାୱାର? ସୁପର ପାୱାର ଆମେରିକା ହେଲା, ବହୁତ ଧନୀ ଦେଶ ଅଛି, ଆଉ ଜ୍ଞାନ ବୁଦ୍ଧିରେ ବହୁତ ଆଗୁଆରେ ଅଛନ୍ତି ସମସ୍ତ ବିଷୟ। ଆଉ ସେଇ ଦେଶରେ ବିଶେଷତଃ ଆମର ଖ୍ରୀଷ୍ଟିଆନ ବିଶ୍ୱାସୀ ଭାଇ ଭଉଣୀ ମାନେ, ବିଶ୍ୱାସ ଯୀଶୁ ଖ୍ରୀଷ୍ଟକୁ ଯୋଉମାନେ ବିଶ୍ୱାସ କରନ୍ତି, ସେମାନେ ଅଧିକ ସଂଖ୍ୟାରେ ଅଛନ୍ତି। ଆଉ ତାଙ୍କର ପାୱାର ହେଲା ସୁପର ପାୱାର। ତାଙ୍କର ଯେତେ ବି ଧନ ସମ୍ପତ୍ତିଠୁ ଆରମ୍ଭ କରିକି ତାଙ୍କର ଯେତେ ବି ଟେକ୍ନୋଲୋଜି ଯାହା ବି ଅଛି, ଅସ୍ତ୍ର ଶସ୍ତ୍ର ଆରମ୍ଭ କରିକି ସବୁ କିଛି ଏମିତି ପରିପୂର୍ଣ୍ଣ ରହିଅଛି। ଆଉ ଧୀରେ ଧୀରେ ସେଇ ଦେଶରେ ଈଶ୍ୱରଙ୍କର ମହିମା କରିବାର, ଈଶ୍ୱରଙ୍କ ନିକଟକୁ ଆସିବାର, ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିବାର ଅବହେଳା କଲେ। ଚର୍ଚ୍ଚ ଗୁଡାକରେ ସିନେମା ହଲ୍ କଲେ, ମଦ ବାଟି କଲେ, ଆଉ ଈଶ୍ୱରକୁ ମାନିଲେନି। ଆଉ ବର୍ତ୍ତମାନ ପରିସ୍ଥିତି କଣ ହେଇଛି ଏଇ ଆମେରିକା ଦେଶରେ? ଜଳୁଛି ଆମେରିକା। ଆଉ ଏତେ ଶକ୍ତିଶାଳୀ ଦେଶ ସେଇ ନିଆଁ ଲିଭାଇବାରେ ସଫଳ ହେଇପାରୁନାହିଁ। ଏବେ ହେଇଛି କି ନାହିଁ ମୁଁ ଆଉ ସେ ଭିଡିଓ ଦେଖି ନାହିଁ। ଏମିତି ଗୋଟେ ଜଙ୍ଗଲରେ ନିଆଁ ଲାଗିବାରୁ ଆଉ ପୁରା ସହର
ଯୋଡ଼ିବାକୁ ଆରମ୍ଭ ହୁଏ। ତ ସେମାନେ ଈଶ୍ୱରକୁ ସମସ୍ତେ ଭୁଲି ଯାଇଛନ୍ତି ସେମିତି ନୁହେଁ, କିନ୍ତୁ ଅଧିକାଂଶ ଟଙ୍କା ପଇସା ତାଙ୍କର ବୁଦ୍ଧି କୌଶଳ ଏଇ ସବୁରେ ସେମାନେ ଗର୍ବ କଲେ। ଆଉ ଈଶ୍ୱରକୁ ସେବା ଆରାଧନା କରିବା ପାଇଁ, ଆଉ ଈଶ୍ୱରଙ୍କୁ ମାନିବା ପାଇଁ, ଆଉ ତାଙ୍କ ବାକ୍ୟ ଅନୁସାରେ ଚାଲିବା ପାଇଁ ଧୀରେ ଧୀରେ କଣ ହେଲା, କମିଗଲା। କିନ୍ତୁ ତାଙ୍କର ସବୁ କିଛି ଅଛି, ଆଉ ଈଶ୍ୱରଙ୍କୁ ଦରକାର ନାହିଁ। ତ ସେଇ ଆଧାର ଅନୁସାରେ ବର୍ତ୍ତମାନ ଯେଉଁମାନଙ୍କର ସେମିତି ଟଙ୍କା ପଇସା ଅଛି, ସେମାନେ ଈଶ୍ୱରଙ୍କୁ ଦରକାର କରନ୍ତିନି। ତାଙ୍କର ଟଙ୍କା ବା ଧନ ଥିଲେ ସେଟା ହିଁ ସବୁ କିଛି। ବହୁତ କମ ଅଛନ୍ତି ସେମିତି ପ୍ରଭୁଙ୍କ ବାକ୍ୟ ଅନୁସାରେ ବା ତାଙ୍କୁ ମାନିକି ଚାଲନ୍ତି ହେଲା। ସମସ୍ତେ ନୁହେଁ, କିନ୍ତୁ ବହୁତ କମ ଅଛନ୍ତି ସେପରି ପ୍ରଭୁଙ୍କ ବାକ୍ୟ ଅନୁସାରେ ଜୀବନ ଯାପନ। କିନ୍ତୁ 99% ଲୋକ ଯେଉଁମାନେ ଧନୀ ଅଛନ୍ତି, ସେମାନେ ତାଙ୍କର ମନ ସେଇ ଧନ ସମ୍ପତ୍ତିରେ ଥାଏ। ବାକ୍ୟରେ ଲେଖାଯାଉଛି, ଯୋଉଟାରେ ତୁମର ଧନ ସେଟାରେ କଣ ଥିବ, ମନ ହେଲା ସବୁବେଳେ। ତ ସେତିକିରେ ଧୀରେ ଧୀରେ କଣ ହବ, ଆତ୍ମିକତା ଜୀବନ ଆଉ ପ୍ରଭୁଙ୍କ ପ୍ରତି ଭୟ ଭକ୍ତି, ଆଦର ସମ୍ମାନ ଓ ସେବା ଆରାଧନା କରିବାର ସବୁ ବିଷୟ କଣ ହବ, ଧୀରେ ଧୀରେ ହ୍ରାସ ଘଟିବ, ମାନେ କମି ଯିବ। କାରଣ କିଛି ଅସୁବିଧା ନାହିଁ, ଦନ୍ଦଲାତ ଅଛି, ବଙ୍ଗଲା ଅଛି, ଗାଡି ଅଛି ହେଲା, ବେଶ ବଲାତ ଅଛି, ସବୁ କିଛି ଅଛି। ଯାହା କିଛି ହେଲେ କଣ ମେଡିକାଲ ଯାଇ ଟ୍ରିଟମେଣ୍ଟ କରୁଛି, ଆରାମରେ ଆସିଯାଉଛି, କିଛି ନାହିଁ। ଆଉ ସେଇ ଉପରେ ହିଁ ସେମାନେ ନିର୍ଭର କରନ୍ତି, ଧନ ସମ୍ପତ୍ତି ଉପରେ। ଆଉ ଯାହା ଫଳରେ ଈଶ୍ୱରଙ୍କର ସେବା କରିବାରେ ସେମାନେ ଈଶ୍ୱରଙ୍କୁ ଠିକ ରୀତିରେ ସେବା କରି ପାରନ୍ତି ନାହିଁ। ଆଉ ସେମାନେ ସଦାପ୍ରଭୁଙ୍କୁ କଣ କରନ୍ତି, ଭୁଲି ଯାଆନ୍ତି। ତେଣୁକରି ଏଇ ବ୍ୟକ୍ତି କହୁଛନ୍ତି ଯେ ମୁଁ ଯଦି ଅଧିକ ଧନୀ ହେଇ ମୁଁ ପରିତୃପ୍ତ ହୋଇ ତୁମକୁ ଅସ୍ୱୀକାର କରି କହିବି, ସଦାପ୍ରଭୁ କିଏ? ପ୍ରଭୁ କିଏ? ସେମିତି କହିବି, କିଏ ବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ୱରଙ୍କର ନାମ ମିଥ୍ୟାରେ ନେବି। ଆଉ ମୁଁ ଯଦି ଅଧିକ ଧନୀ ହେଇଯିବି, ଅଧିକ ମୋର ଧନ ସମ୍ପତ୍ତି ହେଇଯିବ, ତାହେଲେ ସେଇଟା ଉପରେ ମୁଁ ନିର୍ଭର ରଖିକି ପ୍ରଭୁଙ୍କୁ ମୁଁ ଭୁଲିଯିବି। ଆଉ ସଦା ପ୍ରଭୁ କିଏ, ଏମିତି ମୋର ମନ ଗର୍ବ ହେଇଯିବ। ଯଦି ମୋର ଅତିରିକ୍ତ ଦରିଦ୍ର ସୀମାରେଖାରେ ପହଞ୍ଚିବି, ପୁରା କିଛି ନଥିବ, ଘରେ ଖାଇବା ମୁଠାଏ ନଥିବ, କିଛି ବି ନଥାଏ, ତାହେଲେ ବାଧ୍ୟ ହେବି ଚୋରି କରିବା ପାଇଁ। ଆଉ ତେଣୁକରି ମତେ ଅତ୍ୟଧିକ ଧନୀ ହେବା ପାଇଁ ବି ନୁହେଁ, ବା ଦରିଦ୍ର ହେବା ପାଇଁ ବି ବେକାରୀ ବଳିଆ ବି ନାହିଁ, କିନ୍ତୁ ମୋର ପ୍ରତିଦିନର ଆହାର ପାଇଲେ ବା ଯୋଗାଇଲେ ମୋର ସେଥିରେ ସନ୍ତୁଷ୍ଟ ହେବି। ଅଧିକ ଧନୀ ନାହିଁ ବା ପୁରାପୁରି ଦରିଦ୍ର, ମାନେ ବେକାରୀ ବଳିଆ, ଯଦି ଖାଇବା ପିଇବାର ପାଇବି ନାହିଁ, ତାହେଲେ ବାଧ୍ୟ ହେବି ଚୋରି କରିବା ପାଇଁ। ଆଉ ତୁମର ନାମ ନିନ୍ଦିତ ହେବ, ଆଉ ମୁଁ ବହୁତ ମିଥ୍ୟାରେ ତୁମର ନାମ ନେବି ବୋଲି କହୁଛି। ତ ଏଇ ବିଷୟ ଆମେ ମାନେ ଆଜିର ବାକ୍ୟଠାରୁ ଶୁଣିବାକୁ ବା ଶିଖିବାକୁ ପାଉଛୁ ଯେ କେତେକାଂଶ ବିଶ୍ୱାସୀ ମାନଙ୍କ ଜୀବନରେ ଆଜି ଯେଉଁମାନଙ୍କଠାରେ ଧନ ସମ୍ପତ୍ତି ଆଉ ଟଙ୍କା ପଇସା ଭରପୁର ଅଛି, କୌଣସି ପ୍ରକାର ଅଭାବ ନାହିଁ, ଆଉ ସେମାନେ
संगति सहभागितारे ଆଉ ପ୍ରଭୁଙ୍କ ତାର ଆସିବାର ବା ସେମିତି ପ୍ରାର୍ଥନା ସେବା ଆରାଧନା କରିବାରେ ଏତେ ମନ ଦିଅନ୍ତି। ବହୁତ କମ ଅଛନ୍ତି ଧନ ସମ୍ପତ୍ତି ପାଇଲେ ବି ସେଟା ଦେଖନ୍ତି ନାହିଁ ସେପରି ସଲମାନ ପରି ହେଲେ ସେମାନେ ବହୁତ କମ ମିଳିବେ। ନହେଲେ ଆମର ଧନ ସମ୍ପତ୍ତି ଯେତିକି ଥିଲେ ବି ସେମାନେ ତାହାକୁ ଈଶ୍ୱରଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ ହେଲା। ସେମାନେ ବହୁତ କମ ଅଛନ୍ତି ସେପରି ବ୍ୟକ୍ତି ସେପରି ଧନୀ, କିନ୍ତୁ ଅଧିକାଂଶ ସେମାନେ ଯୋଉମାନଙ୍କର ଧନ ସମ୍ପତ୍ତି ବଳ ଥିବ ଅର୍ଥ ଥିବ ସେମାନେ ତାଙ୍କର ମନ ବି ଅଲଗା ଆଉ ଈଶ୍ୱରଙ୍କ ପ୍ରତି ତାଙ୍କର ଭୟ ଭକ୍ତି ବି ନାହିଁ, ଈଶ୍ୱରଙ୍କର ବାକ୍ୟ ଶୁଣିବାର ବି ନାହିଁ ଆଉ ସେମାନେ ଈଶ୍ୱରଙ୍କ ବାକ୍ୟରୁ ବା ଈଶ୍ୱରଙ୍କ ଠାରୁ ସେମାନେ ଦୂର ଯାଆନ୍ତି ଆଉ ଈଶ୍ୱରଙ୍କୁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ, ଈଶ୍ୱରଙ୍କର ବାକ୍ୟକୁ ଏତେ ଗୁରୁତ୍ୱ ଦିଅନ୍ତି। ତେଣୁକରି ମଧ୍ୟମ ଦରରେ କହିଲେ ଏତେ ଧନୀ ନାହିଁ କି ପୁରାପୁରି ଗରିବ ନାହିଁ। ମୁଁ ଯେମିତି ପ୍ରତିଦିନର ଆହାର ପାଇବି ଏଇ ପରି ମତେ ଆହାର ଯୋଗାଅ ବୋଲି ସେ କହୁଅଛନ୍ତି ପରମେଶ୍ୱରଙ୍କୁ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଆମମାନଙ୍କ ମନରେ ନିହାତି ପ୍ରଶ୍ନ ବି ଉଠୁଥିବ, କଣ ତେବେ ଆମେ ଧନ ସମ୍ପତ୍ତି କେମିତି ରଖିବା ନାହିଁ ନା ପଇସା ରଖିବା ନାହିଁ। ଅତ୍ୟଧିକ ଧନ ସମ୍ପତ୍ତି ବଢାଇବା ସେଠାରେ ଆମେ ଦିନ ରାତି ଯଦି ପୁରା ଅକ୍ଳାନ୍ତ ମାନେ ପୁରା ଜୋର ଜାର ଚେଷ୍ଟା କରୁଛୁ ଆଉ ଆମେ ମାନେ ପ୍ରଭୁଙ୍କୁ ବାକ୍ୟକୁ ଆଉ ପ୍ରଭୁଙ୍କର ଆଜ୍ଞାକୁ ଆମେ ମାନୁନାହୁଁ ଆଉ ସେଠାରେ ହିଁ ସବୁବେଳେ ଟାଣି ହେଉଛୁ, ତାହେଲେ ଧୀରେ ଧୀରେ କଣ ହେବ ସେ ସବୁ ଆସିଲେ ଆମର ମନ ଅଲଗା ହେଇଯିବ, ପ୍ରଭୁଙ୍କ ଠାରୁ ଦୂରକୁ ଚାଲିଯିବ ଆଉ ସେହିପରି ଆମେ ମାନେ ଈଶ୍ୱରଙ୍କ ଠାରୁ ଅଲଗା ହେଇଯିବ ଆଉ ଈଶ୍ୱର କିଏ ବୋଲି କହିବା। ଇଚ୍ଛା ହେଲେ ଆମେ ପ୍ରାର୍ଥନା କରିବା, ନହେଲେ ନାହିଁ। ଆଉ ସେତେବେଳେ ଭଲ ଆମର କୋଉଠି ଆଶା ବର୍ଷା ରହିବ, ଧନ ସମ୍ପତ୍ତି ଯାହା କିଛି ହେଲେ ମୋର ଏଇଟା ସେଇଟା ଏଇ ଘରେ ମୋର ଆଉ ପାୱାର ବି ଦେଖାଏ ମୋର ଧନ ସମ୍ପତ୍ତି ଅଛି ଠିକ ପଇସା ଟଙ୍କା ବାଲା କଣ କୁହ ମୋର ଟଙ୍କା ପଇସା ଅଛି କିଏ କଣ କରିପାରେ ଅର୍ଥ ବଳ ଦେଖାଇବେ ନାଇଁ। ପ୍ରିୟର ଭାଇ ଭଉଣୀ ମାନେ ସେହିପରି ମନ ହୁଏ। ତେଣୁକରି ମତେ ଅଧିକ ଧନୀ ବା ମତେ ଅତ୍ୟଧିକ ଗରିବ ଅବସ୍ଥାରେ ମତେ ରଖନି ଆଉ ନହେଲେ ମୁଁ ଧନୀ ହେଲେ ତୁମକୁ ଭୁଲିଯିବି ଆଉ ଦରିଦ୍ର ପୁରା ଦରିଦ୍ର ହେଲେ କିଛି ଯଦି ପାଇବି ନାହିଁ ଖାଇବା ପିଇବା ତାହେଲେ ଆଉ ଚୋରି କରିବି ଆଉ ତୁମ ନାମ ମୁଁ ମିଥ୍ୟାରେ ନେବି ଆଉ ତାଙ୍କର ନାମ ଅପମାନ ହୁଏ ପରମେଶ୍ୱରଙ୍କ। ତେଣୁକରି ମତେ ପ୍ରତିଦିନ ଆହାର ମତେ ଯୋଗାନ୍ତୁ, ସେତିକିରେ ମୁଁ ସନ୍ତୁଷ୍ଟ ରହିବି ହେଲା। ପ୍ରଭୁଙ୍କର ବାକ୍ୟ ହୁଏ ଜଙ୍ଗଲର ସିଂହ ମାନେ ଭୋକ ଶୋଷରେ ଶୁଅନ୍ତି କିନ୍ତୁ ମୋଠାରେ ବିଶ୍ୱାସ କରୁଥିବା ବିଶ୍ୱାସୀ ମାନେ କେବେ ହେଲେ ସଦାପ୍ରଭୁଙ୍କଠାରେ ଯୋଉମାନେ ଆଶା ଭରସା ରଖନ୍ତି ସେମାନେ କେବେ ହିଁ ଭୋକ ଶୋଷରେ ମରିବେ ନାହିଁ। ମରିବେ ଏଲିୟନା ବି ତାଙ୍କୁ କାଉ ମାନେ ତାକୁ ଖାଇବାକୁ ଦେଲେ ମାଂସ ରୁଟି ହେଲା ଆଉ ସେ ନଦୀରୁ ପାଣି ପିଇଲେ ଆଉ ଦେଖିବା ସେଇଟା ଶେଷ ହେଲା ପରେ କିଏ ବିଧବା ସ୍ତ୍ରୀ ହେଲା ସେ ତାକୁ ପ୍ରତିପୋଷଣ କଲେ ସେଇଠି ରହିଲା ଆଉ ପ୍ରଭୁ ସେଟା ଆଶୀର୍ବାଦ କଲେ। ସେଇ ଗହମ ବା ରୁଟି
ଯେତିକି ସେ ପାଇଲେ ଖାଇବା। ପ୍ରଭୁ को ବାକ୍ୟ ଅନୁସାରେ ଆମେ ଜୀବନ ଯାପନ କଲେ, ସଦାପ୍ରଭୁଙ୍କୁ ଆମେ ମାନିଲେ, ପ୍ରଭୁ ଆମମାନଙ୍କୁ ସବୁ ବିଷୟ ଦିଅନ୍ତି ନାଇଁ। ତେଣୁକରି ପ୍ରିୟ ଭାଇ ଭଉଣୀ ମାନେ, ଅତ୍ୟଧିକ ଧନୀ କିମ୍ବା ଅତ୍ୟଧିକ ଗରିବ କର ନାହିଁ ବୋଲି ଆଜିର ବାକ୍ୟରେ ଆମେ ଶୁଣୁଅଛୁ। ତ ବର୍ତ୍ତମାନ ବି ଆମେ ଦେଖିବା ସେହିପରି ପରିବାର, ଯେଉଁ ପରିବାର ବିଶ୍ୱାସୀ ମାନଙ୍କ ପରିବାରରେ ଧନ ସମ୍ପତ୍ତି ଅଧିକ ଥିବ, ସେମାନଙ୍କର ମନ ମଧ୍ୟ ଅଧିକ ଅଲଗା ପ୍ରକାର ଥିବ। ଓ ଯେଉଁମାନେ ଯେତିକି ଆମର ମଧ୍ୟମ ଧରଣର ବିଶ୍ୱାସୀ ଭାଇ ଭଉଣୀ ମାନ, ସେମାନଙ୍କର ମନ ପ୍ରଭୁଙ୍କ ପ୍ରତି ଭୟଭକ୍ତି ଥିବ, ସମସ୍ତଙ୍କ ପ୍ରତି ଦୟା ଆଦର ସମ୍ମାନ ରହିଥିବ। ତେଣୁକରି ପ୍ରିୟ ଭାଇ ଭଉଣୀ ମାନେ, ଏ ବ୍ୟକ୍ତି ଯେମିତି କହୁଅଛନ୍ତି, ଆମେମାନେ ମଧ୍ୟ ନିଜ ଜୀବନରେ ସଦାପ୍ରଭୁଙ୍କୁ ହିଁ ପ୍ରଥମ ସ୍ଥାନ ଦେଇ ଆମମାନେ ଯେତିକି ଆମମାନ କାର୍ଯ୍ୟ କରିକି ଆମେ ରୋଜଗାର କରି ଯେତିକି ଆମେ ପାଉଅଛୁ, ସେଟାରେ ହିଁ ଆମେ ସନ୍ତୁଷ୍ଟ। ତେବେ ଦିନ ରାତି ଯଦି ଆମେ କଣ କରିବା, ଯଦି କିଛି ଲୋକସାନ ହେଲେ ଆମେ ଘରେ କଣ କରିବା, ସ୍ୱାମୀ ସ୍ତ୍ରୀ ଭିତରେ ବହୁତ ଝଗଡ଼ା କରିବା। ଏଇଟା ମୋର ଲୋକସାନ ନ ହୋଇଥିଲେ ମୁଁ ଏତିକି ଟଙ୍କା ପାଇଥାନ୍ତି, ସେତିକି ଟଙ୍କା ପାଇଥାନ୍ତି। ଆଉ ବାର ବାର କାମ ବିଷୟରେ, ଏ ବିଷୟରେ ଝଗଡ଼ା। ସେହିପରି ଅନେକ ପରିବାରରେ ରହିଅଛି। ଆଉ ସେମାନେ ଦିନ ରାତି ଏମିତି ତାଙ୍କର ଆଶା ଥାଏ, ତାଙ୍କର ମନ ଥାଏ ଯେ ଆମେ କେମିତି ଆହୁରି ଧନ ସମ୍ପତ୍ତି ବଢାଇ, ଘରଦୁଆର ଦରକାର, ପଇସା ଟଙ୍କା ଦରକାର। ତ ଆମର ଯେତିକି ଛୁଆ ପିଲାମାନେ ପଢୁଛନ୍ତି, ସମସ୍ତ ସେଟା ଖର୍ଚ୍ଚ ବର୍ଚ୍ଚ ଅଛି, କାମ କରିବାର ଅଛି ହେଲା, ଘରଦ୍ୱାର ବି ବନେଇବାର ଅଛି, ଯଦି ଯାନବାହନ ନାହିଁ ସେଟା ଗାଡି ବି ଦରକାର, ଏଗୁଡା ପାଇଁ କରିବା। କିନ୍ତୁ ଆବଶ୍ୟକ ଥିଲେ ବି, ଆବଶ୍ୟକ ପୂର୍ଣ୍ଣ ହୋଇଥିଲେ ବି ଆମର ସବୁ ସୁବିଧା ଥିବ, ଆହୁରି ମୋର କଣ କରିବି, ଧନ ସମ୍ପତ୍ତି ଆଣିବି, ଆହୁରି ମୋର ଏତିକି ରହିବା ଦରକାର, ମୋର କହିକରି ଆହୁରି କେତେ ଲାଷ୍ଟରେ ନିଜେ ମରିଯିବି ହେଲା। ଯେତେ ଯେମିତି କଲେ ବି ଶାନ୍ତି ହେବ, ମନ ଶାନ୍ତି ରହିବ। ଧନ ସମ୍ପତ୍ତି ଆମମାନଙ୍କୁ ଶାନ୍ତି ଦେଇପାରେ ନାହିଁ। ତେଣୁକରି ଈଶ୍ୱର ଆମମାନଙ୍କୁ ପ୍ରକୃତ ଶାନ୍ତି ଦିଅନ୍ତି। ଆଉ ଆମେ ଅଳ୍ପ ଖାଇଲେ ହିଁ ଆମେ ଭଲରେ ଆମମାନଙ୍କର ନିଦ ହେବ। ବାଣୀ ଏତେ ବୁଧ ମହୁରୀଙ୍କୁ ଯାଉ ଦୈନିକ ମଜୁରୀ କରିକି ଆମେ ଅଳ୍ପ ଖାଇଲେ ହିଁ ଆମମାନେ ଆନନ୍ଦରେ ଖୁସିରେ ରହିବା ହେଲା। ଅନେକ ପରିବାର ଆମେ ଦେଖୁ ଧନ ଦୌଲତ ବହୁତ ଅଛି ହେଲା, ଟଙ୍କା ଅଛି, ପଇସା ଅଛି, ସବୁ କିଛି ଅଛି, ବାଙ୍ଗଲା ଅଛି, ଗାଡି ଅଛି, ସବୁ କିଛି ଅଛି ବିଶ୍ୱାସୀ ପରିବାର, କିନ୍ତୁ ପ୍ରଭୁ ନାହିଁ, ଶାନ୍ତି ନାହିଁ, ପ୍ରେମ ନାହିଁ ହେଲା, ପ୍ରଭୁ ହୃଦୟରେ ନାହାନ୍ତି। ଆଉ ପୁରା ସେଟା ଶୂନ୍ୟ ବାସ କରୁଛନ୍ତି, ମାନେ ପ୍ରଭୁ ବି ସେଇ ଗୃହରେ ଈଶ୍ୱର ନାହିଁ। ଏଇଟା ନୁହେଁ ଯେ ଆମର ବିଶ୍ୱାସୀ ମାନେ ବି ବହୁତ ଧନୀ ଅଛନ୍ତି। ମୁଁ ଆରମ୍ଭରେ କହିଲା ଭଳି ସମସ୍ତେ ସେପରି ମନ ବା ସେପରି ସମସ୍ତ ଧନୀ ଲୋକ ବା ଟଙ୍କା ପଇସା ଲୋକ ସେପରି ମନ ସମସ୍ତଙ୍କର ନାହିଁ ହେଲା। କିନ୍ତୁ ଅଧିକ ଲୋକମାନେ ନିଜର ଧନ ସମ୍ପତ୍ତି ଉପରେ ନିର୍ଭର ରଖିକି ସେମାନେ ଈଶ୍ୱରଙ୍କୁ ମଧ୍ୟ ଭୁଲି ଯାଉଅଛି, କାରଣ ତାଙ୍କର ଧନ ସମ୍ପତ୍ତି ଉପରେ ନିର୍ଭର କରନ୍ତି। ତେଣୁକରି ପ୍ରିୟ ଭାଇ ଭଉଣୀ ମାନେ, ଆମମାନେ ଅଳ୍ପ ପାଇଲେ ହିଁ ଆମମାନଙ୍କର ଯେତିକି ଦୈନନ୍ଦିନର ଆହାର ପାଉଛୁ, ସେତିକିରେ ଆମେ ଶାନ୍ତିରେ
ରହୁଛୁ। ଆଉ ଆମେ ଦୈନିକ ମଜୁରୀ କରିକି ସ୍ୱାମୀ କେତିକି ସ୍ତ୍ରୀ କେତିକି ଆଣିଲା ସେଠାରେ ଆମେ ପରିବାର ଚଳାଉଛୁ। ଆଉ ପ୍ରଭୁ ଆଶୀର୍ବାଦ ମଧ୍ୟ କରିଅଛନ୍ତି। ଆଉ ସେ ଅନୁସାରେ ଆମମାନେ ଭଲ ଭାବରେ ବିଶ୍ୱାସ ଜୀବନ ଅତିବାହିତ କରିପାରିବୁ। ଅଭାବ ଅସୁବିଧା ନଥିବ, ଆମେ ଈଶ୍ୱରଙ୍କୁ ବି ଭୁଲିଯିବୁ ନାଇଁ। ତେଣୁକରି ଆମମାନଙ୍କୁ ଦୁଃଖ ସୁଖ ମିଶେଇକି ଦିଅନ୍ତୁ। ଭଲ ହିଁ ଭଲ ଥିଲେ ଈଶ୍ୱରଙ୍କୁ ମନେ ପକାଇବା ନାହିଁ, ପ୍ରାର୍ଥନା ବି କରିବା ନାହିଁ। ସମସ୍ୟା ଆସିଲେ, ରୋଗ ପୀଡ଼ା ଆସିଲେ ଆମେ ଈଶ୍ୱରଙ୍କୁ ଡାକୁ। ତେଣୁକରି ମିକ୍ସ କରିକି ଆମମାନଙ୍କୁ ଦିଅନ୍ତି ମିଶାମିଶି ଦୁଃଖ ଆଉ ସୁଖ। ଆଉ ପ୍ରଭୁ ସେଇ ଦରିଦ୍ର ମାନଙ୍କୁ ଆଉ ସେଇ ଯୋଉମାନେ ଧନୀ ସେମାନେ ସ୍ୱର୍ଗ ରାଜ୍ୟରେ ପଶି ପାରିବେ ନାହିଁ ବୋଲି ଲେଖାଯାଉଛି। ଧନୀ ବ୍ୟକ୍ତି ଜଣେ ଆସିକି ଈଶ୍ୱରକୁ ପଚାରିଲେ ଅନନ୍ତ ଜୀବନ ପାଇବା ପାଇଁ ମତେ କଣ କରିବାକୁ? କିନ୍ତୁ ଯୀଶୁ କହିଲେ ତୁମର ଗୋଟେ ବିଷୟ ରହିଅଛି। ସିଏ ସବୁ କିଛି ମାନୁଥିଲେ, ଆଜ୍ଞା ପିତାମାତାଙ୍କର ଈଶ୍ୱରଙ୍କୁ ସବୁ କିଛି ମାନୁଥିଲେ, କିନ୍ତୁ ତାଠାରେ ଯୋଉ ଧନ ସମ୍ପତ୍ତି ରହିଛି ସେଠାରେ ତାର ମନ ଥିଲା। ଯେତେବେଳେ ଯୀଶୁ କହିଲେ ତାକୁ ଅନନ୍ତ ଜୀବନ ପାଇବାକୁ ହେଲେ ତୁମର ଯେତିକି ଧନ ସମ୍ପତ୍ତି ଅଛି ସେ ସବୁକୁ ତୁମେ ବିକ୍ରୟ କରି ବା ଦରିଦ୍ର ମାନଙ୍କୁ ଦାନ କରିଦିଅ, ଆଉ ତୁମକୁ ସ୍ୱର୍ଗରେ ସେଇ ଧନ ଦିଆଯିବ। ଆଉ ମତେ ତୁମେ ଅନୁସରଣ କର, ସ୍ୱର୍ଗରେ ତୁମେ ଧନ ପାଇବ। ଏ ବିଷୟ କହିଲା ବେଳେ ସେ ପୁରା ତାର ମୁଖମଣ୍ଡଳ ପୁରା ମରିଗଲା, ପୁରା ଗୋସମ ରହେ କାଏ। ଆଉ ସେ ଯୀଶୁ ଚାଲିକି ପଳେଇ ଗଲା। କଣ ପାଇଁ? ତାର ଧନ ସମ୍ପତ୍ତି ଉପରେ ବହୁତ ସେଠାରେ ଆଶା ଥିଲା, ଆଉ ସେଟା ହିଁ ତାର ପରଶ ଥିଲା, ଆଉ ସେଟାକୁ ବହୁତ ଭଲ ପାଉଥିଲା। ତେଣୁକରି ସ୍ୱର୍ଗ ରାଜ୍ୟ ନହେଲେ ନାହିଁ, ଅନନ୍ତ ଜୀବନ ନହେଲେ ନାହିଁ, ମୋର ଧନ ସମ୍ପତ୍ତି ମୁଁ ତ୍ୟାଗ କରିବି, ବେକାରୀ ଦରିଦ୍ର ମାନଙ୍କୁ ଦେବି, ଆଉ ମୋର ଅନନ୍ତ ଜୀବନ ଦରକାର। ତ ସେପରି ଗୋଟିଏ ଜିନିଷ ସ୍ୱର୍ଗ ଯିବାରୁ ତାକୁ ବଞ୍ଚିତ କଲା। ତେଣୁକରି ସେହିପରି ମନ ହୁଏ। ତେଣୁକରି ଏଇ ବିଷୟକୁ ଆଧାର କରିକି କହୁଛନ୍ତି ଯେ ମତେ ଅଧିକ ଧନୀ କର ନାହିଁ, କି ମତେ ଦରିଦ୍ର ବି କର ନାହିଁ। ଆଉ ମୋ ମୁଖରେ ଯୋଉ ପ୍ରକାର ଅସାରତା କଥା ଆଉ ମିଥ୍ୟା କଥା ଏଇଟା ସବୁ ମୋ ଠାରୁ ଦୂର କର। କେତେକ ଲୋକ ଏମିତିକା ଠକ ଭଣ୍ଡ କରି ଅନ୍ୟାୟରେ ଧନ ଉପାର୍ଜନ କରନ୍ତି, ସେଟା ପାପର ହେଲା। ସେ ସବୁ ମିଥ୍ୟା କହିକି ଝୁଟ କହିକି ଆମର ବିଶ୍ୱାସୀ ମାନେ ବି ସେପରି କାମ କରନ୍ତି। ସେ ସବୁ ଅଧର୍ମର ବା ପାପର ଧନ ବୋଲି କୁହାଯାଏ। ସେପରିକି ଅର୍ଜନ କରିଥାନ୍ତି। ତେଣୁକରି ପ୍ରିୟ ଭାଇ ଭଉଣୀ ମାନେ, ଆମମାନେ ଯେମିତି ଅଳ୍ପ ଖାଇବାକୁ ପାଇଲେ ମଧ୍ୟ ଆଉ ଆମମାନଙ୍କର ଦୈନନ୍ଦିନ ଆହାର ଆଉ ଯେତିକି ଆମେ ପରିଶ୍ରମ କରିକି ରୋଜଗାର କରିପାରୁଛୁ ସେତିକିରେ ହିଁ ଆମେ ସନ୍ତୁଷ୍ଟ। ଆଉ ଦିନ ରାତି ସେଇ ଧନ ସମ୍ପତ୍ତି ବିଷୟରେ ଯଦି ଆମର ଚିନ୍ତା ରହିବ ତାହେଲେ ଆମର ମନ କୋଉଠି ରହିଲା? ଧନ ହେଲା। ସବୁ କିଛି ଆମେ ଚିନ୍ତା କରିବା, ଟଙ୍କା ପଇସା ବି ଦରକାର ପଡୁଛି, ଛୁଆମାନେ ପଢୁଛନ୍ତି ଆମର ବି ଦରକାର ସବୁ କିଛି। କିନ୍ତୁ ଦିନ ରାତ ଯଦି ସେଇଟା ନେଇ ଭାବିଲୁ ଈଶ୍ୱରଙ୍କର ବାକ୍ୟ ପ୍ରତି ପ୍ରାର୍ଥନା ପ୍ରତି ଆମକୁ ମନ ନାହିଁ, ସେଆଡେ ହିଁ ସବୁବେଳେ ଟାଣ ମିଳୁଛି ହେଲା। ଆଉ ଯେତେବେଳେ ସାଙ୍ଗରେ ସହଭାଗିତା ବି ଥିବେ, ଶୀଘ୍ର ସରନ୍ତି ତାହେଲେ ମୁଁ ସେଟା କାମ କରିବି, ଏଟା କରିବି। ସଣ୍ଡେ ଦିନ ବି, ରବିବାର ଦିନ ବି, ଆଜି ତ ରବିବାର ଗଲା, ନହେଲେ ମୁଁ ଏତିକି କମାଇଥାନ୍ତି, ଏତିକି ମୋର ବିଜନେସ ହେଇଥାନ୍ତା, ଏତିକି ମୋର ପାଇଥାନ୍ତି, ଆଜି ରବିବାର ପଡିଲା ଆଉ କଣ କରିବି, ଏମିତି ବି ମନରେ ଏମିତି ବି ମନ ଆସିଯାଏ। ଆଉ ରବିବାର ଆଉ ଆଜି ତ ନାଇଁ ଯାଇ ହେବ, ଦୁଃଖର କୁକୁର ହିସାବରେ ସେମିତି ବି ହୁଏ ବିଶ୍ୱାସୀ ମାନଙ୍କ। ତ
ସେଇ ସେତେବେଳେ ଆମେ ଜାଣିବା ଯେ ଆମର ମନ କୁଆଡେ ଗତି କରୁଛି। ସେଇପରି ହେବ ଅଧିକ ଧନ ଆଡକୁ ଆମେ ମାନେ ଇଚ୍ଛା କଲେ ବା ଧନୀ ହେଲେ ସେମିତି ଈଶ୍ୱରକୁ ବୁଲିଯାଉ। এই ବିଷୟ ଆଜି ଆମେ ଶୁଣିବାକୁ ପାଇଲୁ। ତେଣୁକରି ଆମେ এই ବିଷୟ ସବୁକୁ ଆମେ ଚିନ୍ତା କରିବା ଆଉ ଯେତିକି ଈଶ୍ୱର ଦଉଛନ୍ତି ଆମେ ରୋଜଗାର କରୁଛୁ ସେଇ ଅନୁସାରେ ଆମେ ସନ୍ତୁଷ୍ଟ ରହିବା ପାଇଁ ଠିକ। ଆମେ ମାନେ ସମସ୍ତେ ଦରିଦ୍ର ଆମେ ଧନୀ ବୋଲେ କେହି ସେମିତି ବଡ ଧନୀ ନୁହନ୍ତି ହେଲା। ଆମେ ଯେତିକି ଆମେ ମଧ୍ୟମ ଦରରେ ଅଛୁ, ମଧ୍ୟମ ଲେବୁଲ, ଏତେ ଦରିଦ୍ର ନାହିଁ କି ଏତେ ଧନୀ ବି ହେଲା। ଯୋଉମାନକେ ପ୍ରଭୁ ଆଗରୁ ଆହୁରି ତାଙ୍କ ପଛରେ ଚାଲିଲେ ଆମମାନଙ୍କୁ ସବୁ କିଛି ଯୋଗାଇ ମାଥିଉ 14:33 ଅନୁସାରେ ଆମମାନଙ୍କ ସବୁ ବିଷୟ ସେ ଦେବେ। ସ୍ୱର୍ଗ ରାଜ୍ୟ ଓ ଧାର୍ମିକତା ଆଗରେ ଆମେ ଅନୁସରଣ କରୁ, ଯାହା ପ୍ରୟୋଜନ ଯାହା ଦରକାର ଆମମାନଙ୍କୁ ଦେବେ ପଡେ। ତ ଠିକ ଅଛି, ପ୍ରଭୁ ଏ ବାକ୍ୟ ଦ୍ୱାରା ପ୍ରତ୍ୟେକକୁ ଆଶୀର୍ବାଦ କରୁ। ଆମେ